ବହୁତ ଦିନ ତଳେ ପୁରୁଣା ସାଙ୍ଗଟିଏ ଦେଖା ହୋଇଥିଲା। ସ୍କୁଲମେଟ୍ କଥା ହଉ କହିଲା ହତା ତୁ ବ୍ରହ୍ମାସ୍ତ୍ର ଦେଖିଛୁ? ମୁଁ କହିଲି ନା। କହିଲା ଦେଖିନୁ? ସବୁଆଡ଼େ ଅଛି ଦେଖିନୁ? ମୁଁ କହିଲି କ'ଣ କହୁଛୁ? ମୁଁ କହିଲି ମୁଁ ଦେଖିନି। କହିଲା ଶୁଣ ତାହେଲେ, ତୁ ବୁଝିପାରୁନୁ। ଆକ୍ଚୁଆଲି ମୁଁ ବୁଝିନଥିଲି। କହିଲା ଘରେ ଝିଅ, ତା ଝିଅ +2 ପାସ୍ କରିଛି, +3 ଫାର୍ଷ୍ଟ ଇୟର୍। କହିଲା ଟିକେ କ'ଣ ହେଲେ ଖାଲି କାନ୍ଦି ପକାଇବ, ଟିକେ କ'ଣ ହେଲେ, ଟିକେ ହେଲେ ରୁଷିବ। ମିଛରେ ରୁଷୁଛି, ପରେ ଜାଣିଲା ସେ ମିଛରେ କାନ୍ଦିବ। ଆଗ ମୁଁ ତରଳି ଯିବି, ଏମିତି କହୁଥିଲା। କହିଲା ଆଗରୁ ସିନା 5-6 ଜଣ ଥିଲେ ମ୍ୟାକ୍ସିମମ୍, 30-40 ବର୍ଷ ପୂର୍ବେ ପିଲାପିଲି 5-6 ଜଣ, ଏଇଟା କମନ୍ ଥିଲା ଗୋଟେ। ଏବେ ତ 2 ଜଣ ବି ବହୁତ କମ୍। ପ୍ରାୟ ସମସ୍ତଙ୍କର ଗୋଟେ ଗୋଟେ ଛୁଆ, ପୁଅ କି ଝିଅ। କହିଲା ଏଇଟା ହେଉଛି ବ୍ରହ୍ମାସ୍ତ୍ର। ଯେତେବେଳେ ଟିକେ ମୁଁ କହିବି କାହିଁକି ଏଇଟା କିଣିବୁ, ସାଙ୍ଗେ ସାଙ୍ଗେ କାନ୍ଦି ପକାଇବ। ତାର ମୁଁ ପୁଣି ନିଜେ କହିବି ଏଇଟା କିଣି, ତାହେଲେ ସେ ପୁଣି ଟିକେ କାନ୍ଦି ପକାଇବ, ଏଇଟା କଷ୍ଟଲି ନେବି, ପୁଣି ମୁଁ ଦେବି ତାକୁ। ଏମିତି ଚାଲିଛି ସବୁବେଳେ ସାଙ୍ଗ ଏମିତି। ଆଉ ବ୍ରହ୍ମାସ୍ତ୍ର ଏମିତି ଗୋଟେ ସେ ରଖିଛି, ତା କାନ୍ଦ ରୂପକ ବ୍ରହ୍ମାସ୍ତ୍ର। କ'ଣ ଆଉ କରିବି ଏମିତି କହି ବହୁତ ହସିଲା ସେ। ମୁଁ କହିଲି ଆରେ ମୁଁ ଆଉ କିଛି ସିରିୟସଲି ଭାବୁଥିଲି ପ୍ରଥମରୁ ଯାହା କହିଲୁ। ସେ ଠିକ୍ କହିଲା। ଆଉ ପ୍ରାୟ ସମସ୍ତଙ୍କ ଘରେ ଏଇ ବ୍ରହ୍ମାସ୍ତ୍ର ଆପ୍ଲାଏ ହେଉଛି। କ'ଣ କରିବା?